ଶ୍ରୀ ଜଗନ୍ନାଥ ଓ ଭକ୍ତ ଦାସିଆ ବାଉରୀଙ୍କ ଅଦ୍ଭୁତ କାହାଣୀ। ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ରାଜା ମହାରାଜାଙ୍କର ଠାକୁର ନୁହେଁ, ସେ ଗରିବ, ଦୁଃଖୀ ଓ ସରଳ ଭକ୍ତଙ୍କର ମଧ୍ୟ ଭାବର ଠାକୁର। ଭକ୍ତିରେ ଜାତି, ଧନ, ମାନ, ସମ୍ମାନ କିଛି ଦେଖାଯାଏ ନାହିଁ। ଏହି କଥାକୁ ଦାସିଆ ବାଉରୀଙ୍କ କାହାଣୀ ଅତ୍ୟନ୍ତ ସୁନ୍ଦର ଭାବରେ ବୁଝାଇଥାଏ। ପୁରୀ ନିକଟସ୍ଥ ଏକ ଗାଁରେ ଦାସିଆ ବାଉରୀ ନାମରେ ଜଣେ ଗରିବ ଭକ୍ତ ରହୁଥିଲେ। ସେ ଅତ୍ୟନ୍ତ ସରଳ ଓ ନିଷ୍କପଟ ମଣିଷ ଥିଲେ। ତାଙ୍କ ପାଖରେ ଧନ ସମ୍ପତ୍ତି ନଥିଲା, କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଅସୀମ ଥିଲା। ସେ ନିଜ ଘରେ ମହାପ୍ରଭୁଙ୍କୁ ସ୍ମରଣ କରି ପ୍ରତିଦିନ ଭକ୍ତିରେ ନାମ ଜପ କରୁଥିଲେ। ଦିନେ ଜଣେ ଭକ୍ତ ପୁରୀ ଶ୍ରୀମନ୍ଦିରକୁ ଯିବା ପାଇଁ ବାହାରୁଥିଲେ। ଦାସିଆ ତାଙ୍କୁ ଦେଖି ନିଜ ମନର କଥା କହିଲେ, "ଭାଇ, ମୁଁ ଗରିବ ହୋଇଥିବାରୁ ନିଜେ ପୁରୀ ଯାଇ ମହାପ୍ରଭୁଙ୍କୁ ଦେଖିପାରୁନି। ତୁମେ ଯଦି ମୋ ପାଇଁ କିଛି ନେଇଯାଅ ଏବଂ ମହାପ୍ରଭୁଙ୍କୁ ଅର୍ପଣ କରିଦିଅ, ମୋର ମନ ବହୁତ ଖୁସି ହେବ।" ଦାସିଆଙ୍କ ପାଖରେ ଦାମୀ ଭୋଗ ଦେବା ପାଇଁ କିଛି ନଥିଲା। ତାଙ୍କ ଘରେ ଯାହା ଥିଲା ସେଥିରୁ ସେ ଏକ ସରଳ ନଡ଼ିଆ ଦେଇ କହିଲେ, "ଏହା ମୋ ମହାପ୍ରଭୁଙ୍କ ପାଇଁ ନେଇଯାଅ। ମୋ ପାଖରେ ଆଉ କିଛି ନାହିଁ। ତୁମେ ମୋ ଭକ୍ତିକୁ ମହାପ୍ରଭୁଙ୍କ ପାଖରେ ପହଞ୍ଚାଇ ଦିଅ।" ସେହି ଭକ୍ତ ନଡ଼ିଆଟି ନେଇ ପୁରୀ ଯାଇଥିଲେ, କିନ୍ତୁ ମନ୍ଦିରରେ ପହଞ୍ଚିବା ପରେ ସେ ଦାସିଆଙ୍କ ନଡ଼ିଆଟି ମହାପ୍ରଭୁଙ୍କୁ ଦେବା କଥା ଭୁଲିଗଲେ। ସେ ଅନ୍ୟ ଭୋଗ ଅର୍ପଣ କରି ଫେରି ଆସିଲେ। ଏପଟେ ଦାସିଆ ନିଜ ଘରେ ବସି ଭାବିଲେ, "ମୋ ଜଗନ୍ନାଥ ନିଶ୍ଚୟ ମୋର ନଡ଼ିଆ ଗ୍ରହଣ କରିଥିବେ।" ତାଙ୍କର ମହାପ୍ରଭୁଙ୍କ ଉପରେ ଏତେ ଗଭୀର ବିଶ୍ୱାସ ଥିଲା ଯେ ସେ ମନରେ ମଧ୍ୟ ସନ୍ଦେହ କରିନଥିଲେ। କିମ୍ବଦନ୍ତୀ ଅନୁସାରେ ଦାସିଆଙ୍କ ନିଷ୍କପଟ ଭକ୍ତିରେ ପ୍ରସନ୍ନ ହୋଇ ମହାପ୍ରଭୁ ତାଙ୍କ ଭକ୍ତିକୁ ଗ୍ରହଣ କରିଥିଲେ। ଏହି ଘଟଣା ଭକ୍ତମାନଙ୍କ ମଧ୍ୟରେ ଏକ ଅମର ସନ୍ଦେଶ ଦେଇଗଲା। ମହାପ୍ରଭୁଙ୍କ ପାଇଁ ଭୋଗର ମୂଲ୍ୟ ନୁହେଁ, ଭକ୍ତର ଭାବ ଓ ଶ୍ରଦ୍ଧା ହିଁ ମୁଖ୍ୟ। ଦାସିଆଙ୍କ ଭକ୍ତିର ଆଉ ଏକ ପ୍ରସିଦ୍ଧ କାହାଣୀ ରହିଛି। ଦିନେ ଜଣେ ଭକ୍ତ ପୁରୀ ଯାଉଥିବା ବେଳେ ଦାସିଆ ତାଙ୍କୁ କହିଲେ, "ଭାଇ, ମୋ ମହାପ୍ରଭୁଙ୍କୁ କହିବ ମୁଁ ତାଙ୍କୁ ମୋ ଘରକୁ ଆସି ଭୋଗ ଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛି।" ଗରିବ ଦାସିଆଙ୍କ ନିମନ୍ତ୍ରଣ ଥିଲା ସମ୍ପୂର୍ଣ୍ଣ ହୃଦୟରୁ। ଲୋକକଥାରେ କୁହାଯାଏ, ମହାପ୍ରଭୁ ଭକ୍ତର ଏହି ସରଳ ଡାକକୁ ଅବହେଳା କରିନଥିଲେ। ଦାସିଆଙ୍କ ଭକ୍ତି ତାଙ୍କୁ ଏତେ ଆକର୍ଷିତ କରିଥିଲା ଯେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତା ମନେ ହେଉନଥିଲା। ଆପଣଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ, ଆପଣ ମୋ ଭିଡ଼ିଓକୁ ଲାଇକ୍ କରିବେ ଓ ସବସ୍କ୍ରାଇବ୍ କରିବେ। କମେଣ୍ଟ ମାଧ୍ୟମରେ ଏହିପରି ଭିଡ଼ିଓ ପାଇବା ପାଇଁ କମେଣ୍ଟ କରିବେ। ଜୟ ଜଗନ୍ନାଥ।